ଆଜି ଶୁଣିବା ଉପନ୍ୟାସ ଅମୃତର ସନ୍ତାନ। ଔପନ୍ୟାସିକ ଗୋପୀନାଥ ମହାନ୍ତି। ଭାଗ 13। ପର ଗାଁରୁ ଲୋକ ଆସିଛନ୍ତି। ଗାଁରେ ପୁଣି ଗାଁରେ ମୌଛବ। ମିଣିଆକା ବଂଶର ଦିଉଡ଼ୁ ସାଉତା ମଦ ମାଂସ ଧୁଙ୍ଗିଆ ସବୁ ଖଞ୍ଜା କରିଦେଲା। ଯେପରି ସେମାନେ କେହି ଅପବାଦ ନ ରଟେଇ ଯେ ତାକୁ ଅତିଥି ସତ୍କାର ଜଣା ନାହିଁ ବୋଲି। ଅତିଥିକୁ ଆଦର କରିବା ଗୁଣରେ କନ୍ଧ ସମସ୍ତଙ୍କୁ ଟପିଯାଏ। ଖିଆପିଆ ବୁଝିବା, ବୋଲାହାକ କରିବା, ଲୋକ ଯୋଗାଇବା, ରାତିରେ ନିଆଁ ଜାଳି ଜଗି ଶୋଇବା, ନାଟ ଦେଖାଇବା, ମନ କରି ମଞ୍ଜ ମଉଜ କରିବା, ଏସବୁ ତ ସାଧାରଣ ଭଦ୍ରତା। ସେ କେବଳ ଖୋଜେ ଅତିଥି ସୁଧାର ମଣିଷ ହୋଇଥିବ। କନ୍ଧର ଜିନିଷକୁ, କନ୍ଧର ସ୍ତ୍ରୀକୁ ଆଖି ପକେଇବ ନାହିଁ। କାହାରିକୁ ଅପମାନ କରିବ ନାହିଁ, କଷ୍ଟ ଦେବ ନାହିଁ, କେବଳ ଏତିକି। ମଦୁଆ ଚିଣ୍ଡୁ କନ୍ଧର ସ୍ତ୍ରୀ ପାଟି କରି କରି ତାର ଶୋଇଲା ବରକୁ ଉଠଉଥାଏ। କେମିତିଆ ଲୋକ! ଅତିଥିର ଖବର ବୁଝା ନାହିଁ, ଖାଲି ଆପଣା ପେଟଟି, ଆପଣା ନିଦଟି, ଉଠୁଛ ନା? ବନ୍ଦିକାରିଆ ଲୋକଙ୍କୁ ଘେରି ବସିଥାନ୍ତି ଏ ଗାଁର ଯେତେ ଛୁଆ ଆଉ ବଡ଼ ମଣିଷ। ଭଦ୍ରତା ଆଦାନ ପ୍ରଦାନ, ଧୂଆଁପତ୍ର ଦେଣ ନେଣ ଆଉ ରାଜ୍ୟଯାକର ଯେତେ ଲୋକ କଥା, ଅଚିଣ୍ଡା କଥା। କୋଉ କୋଉ ଗାଁରେ ବାଘ ଧରିଲାଣି। ଏ ବର୍ଷ କୋଉ ଆଡ଼ୁ ପୋଡ଼ୁ କରୁଛ ବା ବଣ ମାରୁଛ? ହାଟକୁ କ'ଣ କ'ଣ ବାହାର କଲଣି? ଅମିନର ଡକରା ପହଞ୍ଚିଲାଣି କି ନା ତୁମ ଗାଁରେ? ଖଜଣା ଟଙ୍କା ରଖିଛ? ଅମିନ ସାଙ୍ଗରେ ଚପରାସି କିଏ ଆସୁଛନ୍ତି ଜାଣ କି? ଚୋରି ଭୟ କେମିତି ତୁମ ଗାଁରେ? ଡମ୍ବ ଲୋକେ କ'ଣ ଆରମ୍ଭ କଲେଣି? ନାନାଦି କଥା। ବେଜୁଣୀ କହିଲା ସକାଳୁ ରାତିରେ ଦେବତାକୁ ଗୋଳମାଳ କରିବା ଭଲ ନୁହେଁ। ହସିଲା, କହିଲା ଏ ଗାଁରେ ଟୋକି ନାହାନ୍ତି କି? ରାତିରେ ବୁଢ଼ୀର ନାଚ ଦେଖିବାକୁ କାହିଁକି ଫରମାସି କରୁଛ? ବାଧ୍ୟ ହୋଇ ଅପେକ୍ଷା କରିବାକୁ ପଡ଼ିଲା। ବେଜୁଣୀର କଥା ଉପରେ ଆଉ ଜବାବ ନାହିଁ। ରାତିରେ ଡମ ବାଇଦ ବାଜି ଗାଁ ଦାଣ୍ଡରେ ନାଚ ହେଲା, ସମସ୍ତେ ନାଚିଲେ। ଅଧରାତି ହୋଇଥାଏ, ନିଶା ଭୋଳରେ ଲୋକେ ଡେଇଁଥାନ୍ତି। ଥକିଯାଇ ଜଞ୍ଜଇ ଆଉ ପୁବୁଲି ଦୋଳରୁ ବାହାରି ପଦାକୁ ଆସିଲେ। ଗାଁ ମଝିର ହଲଡ଼ ଚାରିପାଖେ କଳା ମିଶମିଶ ଅନ୍ଧାର ରାତି। ଥାଇ ଥାଇକା ହୁ ହୁଆ ପବନରେ ପର୍ବତ ଉପରେ ଗାଁ ଗାଁଙ୍କର ଶବ୍ଦ ରଡ଼ି ଆସୁଥାଏ। ଚଇତ ପରବ ଆସୁଛି, ଏହି ତାହାର ଆଗମନୀ ବାଚ। ଗାଁ ଭିତରେ ହୋ ହା ଶୁଭୁଛି, ନାଚର ଗର୍ଜନ। ଘରେ ଘରେ ସମସ୍ତେ ଶୋଇଲେଣି। ଜଞ୍ଜଇ କହିଲା, ଭାରି ଭଲ ରାତିଟିଏ ହୋଇଛି ଲୋ, ବହୁତ ଦିନ ପରେ ଆଜି ନାଚ। ହଁ, ପୁବୁଲି କହିଲା, କିନ୍ତୁ ସେ ରାତି ପରି ରାତିଟିଏ ଆସିବ ନାହିଁ। କେଡ଼େ ସୁନ୍ଦର ଜହ୍ନରାତି ଥିଲା ସେଦିନ, ଆଉ ଆଜି ଖାଲି ଅନ୍ଧାର। ସେଦିନର ଭେଣ୍ଡିଆ ବି ଭାରି ମଉଜି ଥିଲେ, ହସେଇ ହସେଇ ପେଟ ଫଟେଇଥିଲେ। କାହିଁକି ଆଇଲେ ନାହିଁ ତ ଆଉ ସେ ମଛାକ? କାହିଁ କେତେ ଦୂର? ପୁବୁଲି କହିଲା, ପୁୟୁର ବାପଘର ଗାଁ ବଣ ମିଟିଂ। ସେତେବେଳେ ଲୋଡ଼ା ଥିଲା ବୋଲି ସିନା, ସବୁଦିନ କ'ଣ ସେମାନେ ଆସୁଥିବେ? ପୁବୁଲି ମନଟା ଦବିଗଲା। ଯେପରି ପ୍ରଶ୍ନଟା ତା ମନ ଭିତରରେ, ଆଉ ଜବାବ ମଧ୍ୟ। ସେଥିରେ ଶାନ୍ତି ନାହିଁ। କହିବୁ ଗୋଟିଏ କଥା ପୁବୁଲି, ଏ ହାରଗୁଣା ତୋରି ପାଇଁ ତ ନିଶ୍ଚୟ ସେ ଆସିଛି। କେବେ ଯାଉଛୁ ତା ଘରକୁ? ଧାତ୍ ଧାତ୍ କ'ଣ? ଭାରି ଭଲ ହବ ପୁବୁଲି। କେମିତିଆ ଚାଇଁ ଟୋକା ଖଣ୍ଡେ ହେଇଛି, ମନ ଜାଣୁଥିବ ଯେ। ତୁ ଖାଲି ଏଣୁ ତେଣୁ ବକୁଛୁ, ପୁଣି ନାଚିବାକୁ ତ ମନ ହେଉଛି, ଫେରି ଚାଲ। ଜଞ୍ଜଇ ହାରଗୁଣା କଥା ବାରମ୍ବାର ପକେଇଲା। ପୁବୁଲି ବାଆଁରେଇ ଦେଲା। ଲେଉଟି ଚାଲିଲେ। ଘର ଆଗରେ ଉପରକୁ ମୁହଁ କରି ଦର ଆଉଜା ହୋଇ ବସି ରହିଛନ୍ତି ପାଣ୍ଡ୍ରୁ ଦିଶାରୀ। ବସି ବସି ତାର ଦେଖୁଛି, ପିକା ଟାଣୁଛି। ଜଞ୍ଜଇ ଡାକିଲା, ଦିଶାରୀ। ଦିଶାରୀ ଚମକି ପଡ଼ିଲା। ଅନ୍ଧାରରେ କି ଦୁଷ୍ଟାମି କରି ଯାଇଥିଲେ ରେ ଟୋକିମାନେ? ଗାଁରେ ତେଣେ ନାଟ ଲାଗିଛି। ଚୋରି କରି ଆସିଛୁ ଦିଶାରୀ? ଜଞ୍ଜଇ କହିଲା। କାହାକୁ ଚୋରି କରି ନେଇଥିଲୁ? ସେ କାହିଁ? ତତେ ଚୋରି କରିବୁ ଦିଶାରୀ? ଦିଶାରୀ ହସିଲା, କହିଲା, ମୋ ବୁଢ଼ା ଲୋକ, ରକ୍ତ ନାହିଁ କି ମାଉଁସ ନାହିଁ। ଯାହା ବା ଅଛି, ଘରର ଡାହାଣୀ ଜଗି ବସିଛି ବାଡ଼ି ଧରି। କୁଆଡ଼େ ଯାଇଥିଲ? ବଡ଼ ଖରାପ ରାତି ହେଇଛି ଦିଶାରୀ, ପୁବୁଲି କହିଲା। ବଡ଼ ଗରମ? ତୁମେ କହୁଛ ଖରାପ ରାତି, ମୁଁ କହୁଛି ଭଲ ରାତି। ହେଇ ଦେଖ ନା, ଆଦ୍ରା ଯୋଗ ପଡ଼ିଛି ବର୍ତ୍ତମାନ। ଯାହା ଖୋଜିବ ତା ପାଇବ। ସତରେ ଦିଶାରୀ? ଜଞ୍ଜଇ ଥଟ୍ଟା କରି କହିଲା। ଯାହା ଖୋଜିବ ତା ମିଳିବ? ହଜିଲା ଗାଈ ଖୋଜିଲେ ମିଳିଯିବ ତ?
ତୀକ୍ଷ୍ଣ ଦୃଷ୍ଟିରେ ତାର ମୁହଁ ଆଡ଼କୁ ଅନେଇ ହସି ଦେଇ ସାରି କହିଲା, ଖାଲି ହଜିଲା ଗାଈ, ହଜିଲା ମଣିଷ ବି ଡାକିଦେଲେ ପାଖକୁ ଆସିଯିବ। ଅଛି କି ସେମିତି? ଡକେଇବି? ଜଞ୍ଜେଇ ଅପ୍ରସ୍ତୁତ ହେଲା। ବୟସରେ ଅନେକ ଝିଅଙ୍କର ହଜିଲା ମଣିଷ ଥାଆନ୍ତି। ଅନ୍ଧାର ରାତିରେ ଆଉଣ୍ଡି ଆଉଣ୍ଡି ଖୋଜିବାକୁ ଇଚ୍ଛା ହୁଏ। ବୁବୁଲି କହିଲା, ଆଚ୍ଛା ଦିଶାରୀ ଅଜା, ରାତି ରାତି ବାହାରେ ବସି ଏମିତି ଯେ ଉପରକୁ ତୁ ଅନେଇ ଦେଖୁଥାଉ, କ'ଣ ଦେଖୁ? ଏତେ ଦିଶାରୀ ଅଜା, ଏତେ ବଡ଼ କଥାଟା କ'ଣ ବୋଲି ତୋତେ ବୁଝେଇଦେବି ଝିଅ? ସତରେ ଏଥିରେ ଅଛି? କିଛି ନାହିଁ। ଦେଖିଲୁ କେମିତି ସୁନ୍ଦର ଅନ୍ଧାରିଆ ରାତି। ଆଜି ଚାରିଆଡ଼େ ଅନ୍ଧାର। ଅନ୍ଧାର। ମୁହଁ ଚାଖିଲା ପରି ମିଠା ମୁହଁ କରି ଦିଶାରୀ କହିଲା, ଅନ୍ଧାର, କି ସୁନ୍ଦର। ଆଜି ତାଙ୍କର ରାତି। ସବୁ ବଡ଼ ବଡ଼ମାନେ ବାହାରିଛନ୍ତି, 27 ଜଣ ଯାକ। ଆସିନି, ବାର୍ନି, କାର୍ତ୍ତିକା, ରୋହିଣୀ, ମେଣ୍ଡିସିରା, ଆଦ୍ରା, ବେଡ଼ୁତାଇ, ପୁଷୁବେଲି, ସାଲ୍ପା, ମାଗା, ରାଣ୍ଡା, ଆସ୍ରା, ଉତ୍ରା, ସଦା, ଲଦା, ଚେଟି, ମୁଡ଼ା, ସୁଡ଼ା, ସାଦିଣୀ, କେତେ କହିବି, ବୁଢ଼ା ଲୋକ ସମସ୍ତେ ଏଠି ବାହାରିଛନ୍ତି। ସଦା କରିଛନ୍ତି, ଆଉ ମୁଁ ତାଙ୍କର ପୂଜାରୀ। ଏମିତି ରାତିରେ ନ ଜାଣିଲା ଲୋକ ସିନା ମଦ ପିଇବ, ନାଟ କରିବ, ଶୋଇ ରହିବ ଘର ଭିତରେ। ମୁଁ କ'ଣ ଶୋଇ ରହିବି? ଅନ୍ଧାର, ମେଞ୍ଚା ମେଞ୍ଚା, ମୁଣ୍ଡା ମୁଣ୍ଡା ଅନ୍ଧାର। ଆଉ ଉପରେ ନିଆଁ ଆନ୍ତ୍ରା ଜାଳି ଗୋଟି ଗୋଟିକିଆ ହୋଇ ସେମାନେ ବସି ସଭା କରୁଛନ୍ତି। କେଡ଼େ ସୁନ୍ଦର। ଗପଡ଼ି ବୁଢ଼ା ଲୋକ ପାଖେ ବସି ରହିବାକୁ ଚିଡ଼ି ମାଡ଼େ। ତେଣେ ବାଜା ଦାଉଁ ଦାଉଁ ବାଜୁଛି, ହସ ଗୀତ ଛଳଛଳେଇ ଆସୁଛି। ବାହାର ତାଳରେ ଗୋଡ଼ ଥଳିଲାଣି। ଜଞ୍ଜେଇ କହିଲା, ଏତେ କଥା ଜାଣିଛୁ ଦିଶାରୀ ବୁଢ଼ା, କହିଲୁ ଆମର ପୁବୁଲି ହାରଗୁଣା ଏଥର ନେବ କି ନାହିଁ? ଦଳବଳ ସାଜାଡ଼ି ଆସିଛି ଯେ। ହାରଗୁଣା ବନ୍ଦିକାରିଆ ସାଉଁତା। ଦିଶାରୀ ବୁଢ଼ା ହୋ ହୋ ହସିଲା। ହାରଗୁଣା ଏ ଟୋକିକୁ ନେବାକୁ ଆସିଛି? ନା, ପଛରେ ତାକୁ। ହେଇ ତାକୁ ନା, ତା ନାଁ ବେଡ଼ତାଇ। ଦିଶାରୀ ବୁଢ଼ା ଆହୁରି ହସିଲା ଆଉ କହିଲା, ବେଡ଼ତାଇ ଯୋଗରେ ଜନ୍ମ ହେଲେ ବିଭା ହେଲେ ଦୁଃଖ ପଡ଼େ। ଗମ୍ଭୀର ହୋଇ ସେ କହିଲା, ବଡ଼ ଦୁଃଖୀ ସେ ରେ, ବଡ଼ ଦୁଃଖୀ। ପୁବୁଲି ଟୋକିକୁ ସେ ପାଇପାରିବ ନାହିଁ। ବେଡ଼ତାଇର ହୁକୁମ ନାହିଁ। ମଝି ରାତିରେ କେଉଁ ପ୍ରେତ ଲୋକରୁ ଆସି ପହଞ୍ଚିଲା ଏ ଜବାବ। ନିର୍ମମ, ନିଷ୍ଠୁର, କରୁଣାର ସ୍ଥାନ ନାହିଁ। ଯାହା ମଣିଷ ଦେଖୁଛି, ବୁଝୁଛି, ସେସବୁ ଯେପରିକି ଫାଙ୍କା ହାୱା। ତାର ରୂପରେଖ ନାହିଁ, ସ୍ଥୂଳତା ନାହିଁ, ଖାଲି ବହି ଲାଗିଛି ଏ ମୁଣ୍ଡରୁ ସେ ମୁଣ୍ଡକୁ। ସବୁ ମିଛ ଆଉ ସତ ଏ ଅନ୍ଧାର। ତରା ଆଉ ଦିଶାରୀ ବୁଢ଼ାର ପ୍ରଳାପ। ରାତିର ଚଢ଼େଇ ଚିର୍ଚିର୍ ବୋବେଇଲା। ଝିଅମାନେ ଚମକି ପଡ଼ିଲେ। ଅନ୍ଧାର ରାତିରେ ଦୈବୀ ବାଣୀ ବଡ଼ ଖରାପ ଶୁଭିଲା। ଦିହେଁ ଦୌଡ଼ି ଦୌଡ଼ି ଚାଲିଲେ ନାଚ ଆଡ଼କୁ। ଦିଶାରୀ ବୁଢ଼ା ଏଥର ହସିଲା, କହିଲା, ମୂର୍ଖ। ପୁଣି ଶାନ୍ତ ହୋଇ ତାରା ପଢ଼ିବାରେ ମନ ଦେଲା। ନାଚ ଶେଷରେ ହାରଗୁଣା ପୁବୁଲି ଆଡ଼କୁ ଆସିଲା। ଦୁଇ ପାପୁଲି ବଢ଼େଇ ଦେଇ କହିଲା, ହେ ନୁନି, କ'ଣ ମୋ ସାଙ୍ଗରେ ଖେଳିବୁ ନାହିଁ? ଖେଳିଲି ପରା, ଏତେ ନାଚିଲି, ଆଉ କ'ଣ? ହାରଗୁଣା ଦବିଗଲା, ଗୁମ୍ ମାରି ଠିଆ ହେଲା। ପୁବୁଲି କହିଲା, ଯାଉଛି, ଭାରି ନିଦ ମାଡ଼ିଲାଣି। ହାରଗୁଣା ପାଟି କଲା ଆଉ କହିଲା, କାଲିକି ମୁଁ ଚାଲିଯିବି। ଶୁଭୁଛି, କାଲିକି ମୁଁ ଚାଲିଯିବି। ପୁବୁଲି ଚାଲି ଯାଇଥିଲା। ହାରଗୁଣାକୁ ଭାରି ଖରାପ ଲାଗିଲା। ସେ ବହୁତ କହିଥାନ୍ତା। ଭାବିଲା, କ'ଣ କହିଥାନ୍ତା ସେ? ବିବାହକୁ? ବିବାହକୁ ତ ସେ ନିଶ୍ଚୟ କରିନାହିଁ। କ'ଣ ବୋଲି କହନ୍ତା? ପୁବୁଲି ଏପରି ପଳାଏ ନାହିଁ। ହୁଏତ ପୁବୁଲି ଅଭିମାନ କରିଥିବ, ତାର ବାପା ମରିଗଲା, ଏ ଶଙ୍ଖଳି ଆସିଲା ନାହିଁ ବୋଲି। କ୍ଷଣକର ଅଭିମାନ ତା ଉପରେ ବଳ ଅଛି ବୋଲି ସିନା ସେ ଅଭିମାନ କରିଛି। କାମିକା ମଣିଷ, ଅଭିମାନ କ'ଣ? ପୁବୁଲିଟା ସବୁଦିନେ ନାକ କାନ୍ଦୁରିଥିଲା। ଅଳ୍ପକେ ରାଗେ, ଅଳ୍ପକେ ବୁଝେ। ହାରଗୁଣା ସାଉଁଟା ଭାବି ଭାବି ମନକୁ ବୋଧ ଦେଲା, ତାର ବି ଆଖି ଢୁଳେଇ ଆସିଲାଣି। ବାଟ ଚଲା ଉପରେ ନାଚ। ଭାବିଲା, ଚୈତ ଆସୁଛି, ସେତେବେଳେ ଦେଖାଯିବ। ପୁବୁଲି ପହଞ୍ଚିଲା ବେଳକୁ ପୁୟୁ ଶୋଇନଥାଏ। ଆଖିରେ ତାର ନିଦ ନାହିଁ। ଅନ୍ଧାର ରାତି, ନାଚର ଶବ୍ଦ। ଘରେ ପିଲାକୁ ଧରି ସେ ଏକୁଟିଆ। ପିଲା କେତେବେଳୁ ଶୋଇଲାଣି। ତାର ଆପଣାର ଧାଙ୍ଗଡ଼ି ପଣିଆ ସବୁଯାକର ପ୍ରତିନିଧି ହୋଇ ପୁବୁଲି ପଦାକୁ ଯାଇଛି, ଯେଉଁଠି ମଣିଷ ପଣିଆ ସାର୍ଥକ ହୁଏ, ଦିଆନିଆର ମୌଛବ ହୁଏ, ଯେଉଁଠି ଅନ୍ଧାରେ ଅନ୍ଧାରେ ଚିର ଯୌବନର ଫଲ୍ଗୁଧାରା। ଆଜି ତାରି କିଛି ନାହିଁ, କେବଳ ଅନ୍ଧାରର ଭାଗୀ ସେ। ପୁବୁଲି ଆସିଲା। କିଲୋ, ଶୋଇନାହୁଁ କିଲୋ? ଭାରି ଗରମ। ହଁ। ପୁୟୁର ମନଟା ଆହୁରି କୁହୁଳିଲା।
ଗାଁ ଶେଷରେ ନିମାକନ୍ଧର ଜଣିକିଆ ଘରର ଓସାର ପିଣ୍ଡାରେ ବନ୍ଦିକାରିଆ ଲୋକେ ଶୋଇ ରହିଥାନ୍ତି। ସେ ପାଖେ ଗୋଟିଏ ମହୁଲ ଗଛ ସୁନ୍ଦର ବାସ୍ନା ଆସୁଥାଏ। ହାରଗୁଣାକୁ ନିଦ ହୋଇଯାଇଥାଏ। ଶେଷ ରାତିରେ ସେ ସ୍ୱପ୍ନ ଦେଖିଲା ଯେ ଆପଣା ଗାଁ ପାଖ ମାହାଳ ଗଛ ତଳେ ବଡ଼ ଗୋଜିଆ ହୁଙ୍କା ଉପରେ ବସିଛି। ତାର ମୁଣ୍ଡରେ ଦୁଇଟି ଶିଙ୍ଗ ହୋଇଛି। ଦୁଇ ବାହା ପାଖେ ଦିଟା ପକ୍ଷୀ। ସେ ଉଚ୍ଚ ଆସନ ଉପରେ ବସି ରହିଛି। ଆଉ ଯୋଡ଼ ହାତ ଦେଇ କେତେ ଯେ ଟୋକୀ ଠିଆ ହୋଇଛନ୍ତି ତାର ସାମ୍ନାରେ, ଅତି କରୁଣ ହୋଇ ମିନତି କରୁଛନ୍ତି। ସେ ଦଳରେ ପୁବୁଲି ବି ଅଛି। ସମସ୍ତଙ୍କ ଆଗରେ ବାରମ୍ବାର ଗର୍ଜନ କରି ହାଙ୍କୁଛି, ନା ନା। କାହିଁକି ସେମାନେ ମିନତି କରୁଛନ୍ତି? କି ନିଷ୍ଫଳ ଅନୁରୋଧ କମ୍ପି ଉଠୁଛି ଏକା ରାରେ ଏତେ କଅଁଳିଆ କଣ୍ଠରୁ। ହାରଗୁଣା ତାର ପକ୍ଷୀ ଛାଡ଼ିଦେଲା। ଆପଣାର ଫଡ଼ ଫଡ଼ ଶବ୍ଦ ତାର କାନରେ ବାଜିଲା। ଏଥର ସେ ନିଶ୍ଚୟ କଲା ଏଠୁ ଉଡ଼ି ଚାଲିଯିବ। ଠିକ୍ ସେତିକିବେଳେ ହୃଦୟଭେଦୀ ଓ ଓ ଚିତ୍କାର କରି ଦୁଇ ହାତ ବଢ଼େଇ ଦେଇ ପୁବୁଲି ତା ପାଖକୁ ଚମକି ଆସିଲା। ହାରଗୁଣା ହଟିଯାଇ ପାରିଲା ନାହିଁ। ପୁବୁଲିର ଉଷୁମ ନିଶ୍ୱାସ ତାର ମୁହଁରେ ଗାଲରେ। ପୁବୁଲିର ଆଖିରୁ ଲୁହଧାର ଛୁଟିଛି। ଆପଣାର ବୀରପୁରୁଷ ପରଢାଣୀକୁ ଅଳ୍ପକେ ଢିଲେଇ ଦେଇ ହାରଗୁଣା ଅନେଇ ରହିଛି ଚାରିଆଡ଼େ। ଖାଲି ଏ ଓ ଆଉ ଉଷୁମ ଉଷୁମ ପ୍ରାଣ ଭିତରର ତତଲା କୋହ। ହାରଗୁଣାର ନିଦ ଭାଙ୍ଗିଗଲା। ସବୁ ସତ ପରି ଲାଗୁଥାଏ। ଅନେଇ ଦେଖିଲା କାହାନ୍ତି ସବୁ ଟୋକୀମାନେ ତାର ଚିହ୍ନା ଦରଦର ଚିହ୍ନା। କେବଳ ଅନ୍ଧାର ପାତାଳ ହୋଇଯାଉଛି। ଆଉ ଆଖପାଖରେ ତ ସେଇ ମର୍ମଭେଦୀ ହାହାକାର। ଓ ଓ ଉଃ ଉଃ। ସ୍ୱପ୍ନର ନିଶା ଛାଡ଼ିଗଲା। ରାତି ଜାଙ୍ଗୁଲୁ ଜାଙ୍ଗୁଲୁ। ପିଣ୍ଡା ତଳେ କ'ଣ ଅନ୍ଧାର ମୁଣ୍ଡୁଳା ବାନ୍ଧିଛି। ଆଉ ଜଗତର ଯେତେ କରୁଣ ବେଦନା ସବୁ ତାର ଶୋଇବା ପିଣ୍ଡା ତଳେ। ଡିଆଁ ମାରି ହାରଗୁଣା ତାର ବର୍ଚ୍ଛା ଧରି ଟାଙ୍ଗିଆ କାନ୍ଧି ଠିଆ ହୋଇ ପଡ଼ିଲା। ଆକସ୍ମିକ ଘଟଣା ଘଟିଲେ ବଣର ଲୋକ ଯେପରି ସଚେତ ହୁଏ ସେହିପରି। ତଳକୁ ଅନାଇ ତାର ହୋସ୍ ଆସିଲା। ଉଞ୍ଚ ପିଣ୍ଡା ଉପରେ ସେ ଶୋଇଛି ସତ, କିନ୍ତୁ ତଳେ ପୁବୁଲି ନୁହେଁ, ଗୋଟାଏ ମସ୍ତ ବଡ଼ ଭାଲୁ। ଦି ହାତରେ ଆଞ୍ଚୁଡ଼ି ଆଞ୍ଚୁଡ଼ି ପିଣ୍ଡା ତଳୁ ପର୍ଯ୍ୟନ୍ତ ଖଣ୍ଡିଆ କରୁଛି। ତାର ଭାରି ଦୁଃଖିତ ହୋଇ କୁନ୍ଥେଇ ହେଉଛି। ଚହଳ ପକାଇ ହାରଗୁଣା ସମସ୍ତଙ୍କୁ ଉଠେଇ ଦେଲା। ଓଡ଼େ ଶୋଇ ଜାମ୍ବା ଜାମ୍ବା, ଅର୍ଥାତ୍ ଆରେ ଭାଇରେ, ଭାଲୁ ଭାଲୁ। ହୋ ହୋ କରି ସମସ୍ତେ ଘୋଡ଼େଇଲେ। ଭାଲୁ ପଳେଇଲା। ତାପରେ ଲାଗିଲା ହସ। ବିପଦ ଗଲେ ବଣୁଆ ଲୋକର ହସ ବାହାରେ। ଏହିପରି ସେଦିନର ପାହାନ୍ତା ଫାଟିଲା। ଚୈତର ଆରମ୍ଭ ହେଲେ ବି ପାହାନ୍ତି ପହରେ ମାଳଦେଶରେ ଶୀତ ପଡ଼େ। ନିଆଁନ୍ତ୍ରା ଲାଗେ। ଗପ ପଡ଼ିଲା। ହାରଗୁଣା ସାଉନ୍ତା ଭାବିଗ ଲାଗିଲା କାହିଁକି ଦୌଡ଼ି ଆସିଛି ସେ। ସକାଳର ଅପ୍ରୀତିକର ଚେତନା ଉତ୍ତାରୁ ମନ ଭିତରଟା ଗରଗର ହେଉଥାଏ। ସକାଳୁ ମଣିଷ ଭାଲୁ ମୁହଁ ଦେଖିଲା। ଦିନ ଗୋଟାକ ନିଷ୍ଫଳ ହୋଇଯିବ ବୋଧହୁଏ। ପୋଢ଼ କେଇଟା ମଲେ। ପ୍ରଥା ଅନୁସାରେ ବେଜୁଣୀ ନାଚିଲା। କାମ ସରିଲା। ତାପରେ ଆହୁରି ଖୋଳତାଡ଼ କରି ଏତେଗୁଡ଼ାଏ ବାଟ ପରଗାଁକୁ ଛୁଟି ଆସିବାକୁ କିଛି ଦରକାର ନଥିଲା। କିନ୍ତୁ ଦରକାର ଅଦରକାର ହୋସ୍ ତ କନ୍ଧର ଆସେ ନାହିଁ। କାମ କଲାବେଳେ 5 ଜଣ ବସନ୍ତି, ପଙ୍ଗତ ଜମେ। ଯାହା ଗୋଟାଏ କରିବ ବୋଲି ନିଷ୍ପତ୍ତି ହୁଏ ସେଇଆ ହୁଏ। ତାପରେ ଧାଁ ଦୌଡ଼ର ବଳ ତୁଟିଗଲେ ଥିରି ଥାରି ସମସ୍ତେ ଘରକୁ ଫେରନ୍ତି। ନିତିଦିନର ନିର୍ଘଣ୍ଟ ଭିତରେ ଏପରି ଅନାମୀ କାମ ଅନେକ ଥର ଆସେ। ଜଣେ ପାରାଟିଏ କିଣି ଯାଇଛି ଏ ଗାଁରୁ ସେ ଗାଁ, ସେ ଗାଁରୁ ଏ ଗାଁ, ଖରାଏ ତରାଏ। ଜଣେ ଯାଇଛି ମୂଷାଟିଏ ଧରିବାକୁ ଗୀତ ବୋଲି ବୋଲି କାନ୍ଧରେ ଟାଙ୍ଗିଆ ପକାଇ ଘେରାଇ ବୁଲି ଆସିବା ହିଁ ଗୋଟାଏ କାମ। ସଳ୍ପୁ କନ୍ଧ କହିଲା, ବୁଢ଼ା ସାଉଁତା ଥିଲାବେଳେ ଏ ଗାଁକୁ ମାନୁଥିଲା କେଡ଼େ ସୁନ୍ଦର, ଆଜି କାହିଁ? ଶୋଭନା କହିଲା, ବୁଢ଼ାମାନେ କ'ଣ ସବୁଦିନେ ବସିଥାନ୍ତେ? ତାହେଲେ ତାଙ୍କର ଡୁମା ଆଉ ନୂଆ ଜନ୍ମ ହୁଅନ୍ତେ ନାହିଁ? ନୂଆ ପିଲା ହୁଅନ୍ତେ ନାହିଁ। ଲୋକେ ବାହା ହୋଇ ବସି ଅପେକ୍ଷା କରିଥାନ୍ତେ ପିଲାଛିଲା ବନ୍ଦ, ଏଇଆ ନା? ସଳ୍ପୁ କନ୍ଧ କହିଲା, ମାନିଲି, ସତ କଥା ଯେ ସେସବୁର ବିଚାରରେ ତୁମର ମୁଣ୍ଡ ଖେଳାଇବା ଦରକାର କ'ଣ? ତୁମେ ତ ବାହା ହେବାକୁ ଆଉ ମନ ଦଉନା? ହାରଗୁଣା କହିଲା, ମନ ଦେଲେ କ'ଣ ବାହାଘର ହୋଇଯାଏ? ସଳ୍ପୁ କହିଲା, ଆଉ କେମିତି ହୁଏ? ହାରଗୁଣା କହିଲା, ଯେତେବେଳେ ଯାହା ହେବାର ଥାଏ ତାହା ହିଁ ତ ହୁଏ। ଟିଙ୍ଗୁ କହିଲା, ସତ କଥା ସାଉଁତା, ଆସିଥାଏ ଯେତେବେଳେ ଏତେ ବାଟ, ତୋର ବାହାଘର କଥା ବି ନିଷ୍ପତ୍ତି କରିଦେଇ ଯାଇଥିଲେ ହୋଇଥାନ୍ତା ସାଉଁତା। ଖାଲି ବାଜୁଣୀ ନଚେଇ ଫେରିବା ନା। ସଳ୍ପୁ କହିଲା, ଆଉ କିଏ କରିବ? ସାଉଁତା ତ ମଲା। ଶୋଭନା କହିଲା, ଟୋକିକୁ ପଚାରିଥିଲୁ? ନହେଲେ ଚାଲ ଉଠେଇ ନେଇଯିବା, କୂଳରେ ତ ଅଛି। ଟୋକିର ମନ ହେଲେ
ଉଠେ ନେଇ ଚାଲିଯିବା। କିଏ ଆମର କ'ଣ କରିବ? ସଳ୍ପୁ କହିଲା, ସେମିତି ଉଦୁଲିଆ ରକମର ବିବାହ କ'ଣ ନିଜେ କାହାର ସାଉଁତା ହୋଇ କରିବ? ସେମିତି କରନ୍ତି ବୋଲି ଗରିବ ଲୋକ, ନହେଲେ ବିବାହ ହେବାକୁ ଯେଉଁମାନେ ଟୋକି ଘର ମତ ପାଆନ୍ତି ନାହିଁ ସେମାନେ। ଏ ଦୁଇଟାରୁ କେଉଁ ଗୋଟାଏ ଆମର ସାଉଁତା ଯେ ସେ ଲୁଚେଇ ଲୁଚେଇ ଚୋରେଇ ଚୋରେଇ ବିବାହ ହେବ? କାହିଁକି? ଭଲରେ 5 ଲୋକଙ୍କୁ ବସେଇ କହି ଝିଅ ନେଲେ କ'ଣ କିଏ ମନା କରିବ? ଟିଙ୍ଗୁ କହିଲା, ସତ ସତ। ସଳ୍ପୁ କହିଲା, ସତ ସତ ନୁହେଁ ତ ଆଉ କ'ଣ ମିଛ ମିଛ ଭାବିଥିଲୁ? ଆରେ ପିଲେ, ବହୁଦିନ ତ ଅଟକେଇଲଣି ଧାଙ୍ଗଡ଼ି ନଚେଇ ନଚେଇ। ଏଥର ବାଛ, ବିବାହ ହୁଅ, ଘର କର, କନ୍ୟା ବାଛ, ଆପଣ ମନ ଠିକଣା କର। ଯେମିତି ଆଉ କାହାକୁ ପଛେ ଦେଖିଲେ ମନଟା ଆଉ ହାଇଁ ପାଇଁ ନ ହେବ। ତାପରେ ଆମେ ବୁଢ଼ା ଲୋକ ଖଣ୍ଡେ ଅଧେ ତ ଏପର୍ଯ୍ୟନ୍ତ ହଲୁଛୁ। ତୁମେ ତୁମର ମଉଜ କର, ଆମକୁ ଖାଲି ଟିକିଏ କହିଦିଅ, ଆମେ ଆମର ରୀତିର କଥାଟା ଛିଣ୍ଡେଇ ଦେଉ। ତୁମ ପାଇଁ ଆମକୁ ଯେପରି କଥା ଶୁଣିବାକୁ ନ ପଡ଼େ କି ଆମ ପାଇଁ ତମକୁ ନ ପଡ଼େ। ହାରଗୁଣା ସାଉତା ଏ ସଦୁକ୍ତିର କୌଣସି ଜବାବ ଦେଲା ନାହିଁ। ଥରେ ଭାବେ ପୁବୁଲିକୁ ସେ ବିବାହ ହେବ, ପୁଣି ଭାବେ ଏତେ ଚଞ୍ଚଳ କାହାରି ଗୋଟାକ ପାଖେ ଧରାପଡ଼ି ଆପଣାର ବେପରୁଆ ଧାଙ୍ଗଡ଼ା ପଣିଆରୁ ଡୋକରା ବା ବିବାହିତ ଲୋକ ବୁଢ଼ା ପଣିଆକୁ ଓହ୍ଲେଇ ପଡ଼ିବାକୁ ମନ ଡାକୁ ନାହିଁ। ଏ ଖୋଲା ଜୀବନଟାକୁ ଧରି ଆହୁରି ଦିନା କେତେ ବରଖେଳ ଖେଳିବା ଦରକାର। ଏତେ ଚଞ୍ଚଳ ନୁହେଁ। ଖେଳ ଖେଳିବା ଦରକାର ସତ, କିନ୍ତୁ ତେଣେ ଖେଳୁ ଖେଳୁ ଯଦି ପୁବୁଲି ବି ହାତରୁ ଖସି ଚାଲିଯାଏ, ଯଦି ଏପରି ଆଉ ଜଣେ ଚିହ୍ନା ପରିଚିତ ଜଣାଶୁଣା ସମସ୍ତେ ଚାଲିଯାଆନ୍ତି ନିଜ ସୁଖରେ, ମନ ସବୁ ସହେ। କେବଳ ସେତିକି ସହେ ନାହିଁ ଯେ ଆପଣାର ଅଧିକାର ଜାରି କରିବାକୁ ପୁଞ୍ଜାଏ ପାଞ୍ଚଟା ନାହାନ୍ତି। ସେତିକି ଚାହେଁ ନାହିଁ ଯେ ଭୋଗ ନ ହେଉ ପଛେ ଭୋଗର ସାମଗ୍ରୀ ମଧ୍ୟ ନାହିଁ। ଧରିବାକୁ ଚାହେଁ ନାହିଁ, ଛାଡ଼ିଗଲେ ମନ ଭିତରେ ହାହାକାର କରେ। ଦୋଦପାଞ୍ଚ ହୋଇ ଭାବେ ବୋଧହୁଏ ଗଲା ସେଇଥିଲା ଭଲ, ତାଠାରୁ ଭଲ ଆଉ ହେବ ନାହିଁ। ସକାଳେ ଅତିଶୟ ଭରସି ହୋଇ ପୁବୁଲି ପାଣିରୁ ଫେରିଲା ବେଳେ ବରଗଛ ମୂଳେ ସେ ଅପେକ୍ଷା କରିଥିଲା। ପୁବୁଲି ସଙ୍ଗେ ଦିପଦ କଥାଭାଷା ସେ ହେଇଥାନ୍ତା। ସେଇ ବାଟେ ପୁବୁଲି ଫେରିଲା, କିନ୍ତୁ ଏକାକିନୀ ନୁହେଁ, ସାଙ୍ଗରେ ପଲେ ଟୋକି। ଉଠାଣିରେ ଫେରନ୍ତା ବାଟକୁ ଅନେଇ ଦେଇ ପୁବୁଲିକୁ ଠେଲି ଠେଲି ମେଞ୍ଚା ମେଞ୍ଚି କରି ସେମାନେ ଥଟ୍ଟା ଆରମ୍ଭ କଲେ। ହଇଲୋ ଦେଖେ ବା, ଠିଆ ହୋଇଛି। ଟିକ୍ ଟିକ୍ ଗୀତ ବୋଲିଲା। ହାରଗୁଣା ଅପ୍ରସ୍ତୁତ ହେଲା। କୌଣସି ଜବାବ ସେ ଖୋଜି ପାଇଲା ନାହିଁ। ଭାବିଲା, ଧେତ୍, ପଛେ ଦେଖିବା ହୋଇ ହୋଇ ବେଳ ଉଛୁରିଗଲା, ସୁଯୋଗ ଆସିଲା ନାହିଁ। ଗହଳି ଉଠିଲା। ଗାଁ ଦାଣ୍ଡରେ ବାଜୁଣୀ ନାଚିଲା। ଏହିପରି ତା'ର ଗର୍ବର ଦିନ ପଡ଼େ, ଯେତେବେଳେ ତା'ର ପ୍ରାଧାନ୍ୟ ସ୍ୱୀକାର କରି ପରଗାଁର ଲୋକ ଆସନ୍ତି ତା'ର ସାହାଯ୍ୟ ମାଗି। ବାଜା ବାଜିଲା, ବେଜୁଣୀ ନାଚିଲା। କନ୍ଧର ଧାରଣାରେ ଅବତାରୀ ଦେବତା ବେଜୁଣୀ ବାଟେ ନିଜକୁ ପ୍ରକାଶ କରେ। ଦେବତା ସେ, ସବୁଠି ତା'ର ଅବୟବ ଆକାଶ। ମଣିଷଠୁ ସେ ଖୁବ୍ ଉଚ୍ଚରେ। ସେ କରିଯାଏ, ସେ ମଣିଷ ସହିଯାଏ। କିନ୍ତୁ ମଣିଷ ଭାବେ ତା'ର ନିଜର ଉପାୟରେ ସେ ଦେବତାକୁ ବାନ୍ଧି ଦେଇ ଗୋଷ୍ଠୀ ଆଗରେ ରଖିପାରେ। ବର ଦେବାକୁ, ବାଟ ବତାଇବାକୁ, ନିଜର କର୍ମ ବୁଝେଇ ହିସାବ ନିକାଶ କରିବାକୁ, କୈଫିୟତ ଦେବାକୁ। ସେତିକି ଉପାୟ ପାଇଁ ମଣିଷ ସବୁ ଉପାଦାନ ସଂଗ୍ରହ କରେ। ଆପଣାର ମନର ବିଶ୍ୱାସ, ପୂଜା, ବଳି, ସବୁ କ୍ରିୟାକର୍ମ। ସାଉଁତା ପଚାରିଲା, ଦେବତା, ମୋର ପୋଢ଼ କାହିଁକି ମଲେ? ବେଜୁଣୀ ଉତ୍ତର ଦେଲା, କାହିଁକି କିଏ ମରେ? ଆୟୁଷ ପୂରିବାରୁ ସିନା। କିଏ ମାରିଲା ଦେବତା? ହାତୀ ପରି 6ଟା ପୋଢ଼ ମୋର ଗାଁର କିଏ ମାରିଦେଲା? ବେଜୁଣୀ ହସିଦେଲା, କହିଲା, ବାୟା ହେଲୁ ତୋ ପୁଅ। କେହି କି ମାରିପାରେ? କେହି କି କିଛି କରିପାରେ? ସବୁ ମୁଁ କରେ, ମୁଁ ଜିଆଏ, ମୁଁ ମାରେ, ସବୁ ମୁଁ। କହିଦେ ଦେବତା, କିଏ ଆମକୁ ଏମିତି ଦଣ୍ଡ ଦେଲା? ଗାଁରେ ପଚାରିଲି, ବେଜୁଣୀ ନଚେଇଲି। ସେଠି କହିଲୁ, ମୁଁ କହିବି ନାହିଁ। ମୋର ଇଷ୍ଟ ଏଠି ପଚାରୁଛି, ଏମିତି ମୋତେ ଭାଁ ବୁଲେଇ ଦେଉଛୁ। ଯାହା ଚାହିଁବୁ ସେ ବଳି ତୋତେ ଦେବେ। ତୋତେ କୋଟି କୋଟି ନମସ୍କାର କହିଦେ। କାହା ହାତରେ ମୋର ପୋଢ଼ ମରେଇଲୁ? କାହିଁକି ମରେଇଲୁ? କ'ଣ ତୋର ପୂଜାବିଧିରେ ଅନିଷ୍ଟ ହେଲା? ବଣର ମଣିଷ ତର୍କ ବୁଝେ ନାହିଁ, କେବଳ ବୁଝେ ସଫା ସଫା ଦିପଦ କଥା। ସଫା କଥା, ନିଦାନ କଥା। କିଏ, କାହିଁକି? ବେଜୁଣୀ ମନ ଇଚ୍ଛାରେ ସାତଘେରା ନାଚିଗଲା। ଚୈତର ଖଣ୍ଡିଆ ଭୂତ ପରି ସତେ କି ଦେବତା ଆପଣାର ଛବି ଦେଖାଉଛି। ଆପଣାର ଖିଆଲରେ ଯେପରି ଦୁଇ କୂଳ ଖାଇ ଦୋହଲି ଦୋହଲି ମାଡ଼ି ଚାଲେ, ସେୟା ଦେଖାଉଛି। ସମସ୍ତେ ଆଶାୟୀ ହୋଇ ରହିଲେ, ଅପେକ୍ଷା କରି ରହିଲେ।
ବଡ଼ ଭୟଙ୍କର ବୁଢ଼ୀ ବେଜୁଣୀ ଉପରେ ନାଟ୍ୟ ଦେବତା ମଶାଣିରେ ଖପୁରି ଭିତରେ ସାଇଁ ସାଇଁଆ ପବନ ପରି। ସେଠି ଅବିକଳ ଝୁଣା ଧୂଆଁ, ସେଠି ମୁରୁଜ ଫୁଲ ଫଳ, ସେଠି ବିକଟ ବାଦ୍ୟ ଯାହା ମନେ ପକାଇ ଦିଏ ଖାଲି ସୃଷ୍ଟିର ଶେଷ ଦିନର ଧ୍ୱଂସ ଦିନର କଥା। ମଝିରେ ଉତ୍ତାଳ ଅସମ୍ଭାଳ ବେଜୁଣୀ ଗୋଟାଏ, ନରକଙ୍କାଳ ବିକଟ ବିଭତ୍ସ କେବଳ ଦୁଇଟା ଉଜ୍ଜ୍ୱଳ ନିଆଗିଳା ଆଖି, ଅସମ୍ଭବ ଭ୍ରୁକୁଟି। ବେଜୁଣୀର ହୋସ୍ ନାହିଁ, ଦେବତାର ହୋସ୍ ନଥାଏ। ଯାହା ଅସମ୍ଭବ ଅଦ୍ଭୁତ ମଣିଷର ସାଧାରଣ ଅଭିଜ୍ଞତାରେ ବାହାରେ, ସେଇଆକୁ ମଣିଷ ଆପଣା ସାମ୍ନାରେ ଠିଆ କରି ରଖେ ସାଧାରଣତାର ମାପକାଠି ପରି। ସେଇଆକୁ କରେ ସେ ଦେବତା। ସମସ୍ତେ ବେଢ଼ି ବସିଛନ୍ତି। ଏଥର ହୁଏତ ବେଜୁଣୀ ଜବାବ ଦେବ। ପଦେ କଥାରେ ଛିଣ୍ଡିଯିବ ବନ୍ଦୀକାରର ଅନିଷ୍ଟ ପାଇଁ ଦାୟୀ କିଏ? ପାଣ୍ଡ୍ରୁଯାନୀ ଖରାକୁ ଅନେଇ ଯୋଗ ଦେଖୁଥାଏ। ବେଳ ଉଣ୍ଡି ପାଣ୍ଡ୍ରୁଯାନୀ ହାତ ଯୋଡ଼ି ପଚାରିଲା, କହ ବେଜୁଣୀ, କହ ଦେବତା, ବନ୍ଦୀକାରର ପୋଢ଼ ମାରିଲା କିଏ? ବହୁତ ଆଶା ବାନ୍ଧି ସେ ଗାଁର ଲୋକେ ତୋର ଗୋଡ଼ ତଳକୁ ଦୌଡ଼ି ଆସିଛନ୍ତି। କହ ପୋଢ଼ କାହିଁକି ମଲେ? ସେହିପରି ଅନ୍ୟମନସ୍କ ହୋଇ ବେଜୁଣୀ କହିଲା, ତୁମେ ମଣିଷମାନେ ପ୍ରତି କଥାରେ ଅନ୍ଧାରୀ ବଣର ମାୟାର କଥା ପଚାରି ବସ। ସବୁବେଳେ ତୁମର ଇଚ୍ଛା କୌଣସି ଉପାୟରେ ହେଲେ ଦେବତାର ହାତରୁ ଦୈବର ଚାବି ଓଟାରି ନେବାକୁ। ସବୁ ତ ତୁମକୁ ଅଜାଡ଼ି ଦେଇଛି ପିଲାମାନେ। ସବୁ ଝାଡ଼ଝୁଡ଼ କରି ଟିକିଏ ବୋଲି ରଖିଛି ତଳତଳିଆ କାଣ୍ଟି। ତାକୁ ବି ତୁମେମାନେ ନେଇଯିବାକୁ ଚାହଁ? ଦେଖ କ'ଣ ଅଛି ମୋର, ଆଉ କ'ଣ ଅଛି? ଫମ୍ପା କୋଥଳି ଭିତରେ ଶୁଖିଲା ସେମେଟା ହୋଇ ଖଣ୍ଡିଏ ଜଡ଼ିବୁଟି, କେଉଁ କାଳର ପୁରୁଣା। ସେଇ ମୋର କାଉଁରୀ ହାଡ଼, ତାକୁ ବି ରଖିଛି ତୁମରି ପାଇଁ। ତୁମେ ତା'ର ବ୍ୟବହାର ବୁଝିବ ନାହିଁ। ଯଦି ଆଜି ସେତିକି ମୋର କୋଥଳିରୁ ଯାଇ ତୁମ ହାତରେ ପଡ଼ିବ, ଆଉ ତୁମେ ବୁଝିବ କାହିଁକି କ'ଣ କେମିତି, ତେବେ ଆଲୁଅ ପରେ ହୁଏତ ଅନ୍ଧାର ରାଶି ଆସିବ ନାହିଁ। ଜହ୍ନ ଆଲୁଅରେ ଝଲସି ଉଠିବ ନାହିଁ ବଣପୃଥ୍ୱୀ। ସବୁ ପାଇଥିବା ନିରାଶାରେ ସୁଖର ପୂର୍ଣ୍ଣତାରେ ତୁମେ ବୁଡ଼ି ମରିବ ମହୁହାଣ୍ଡିରେ ପିମ୍ପୁଡ଼ି ପରି। ତୁମେ ମୋତେ ପୂଜା କରୁଛ, ତୁମେ ମୋତେ ଭୟ କରୁଛ, କିନ୍ତୁ ଖାଲି ଭୟ ତ ନୁହେଁ, ଅଜଣାର ସୁଖ ସ୍ୱପ୍ନ, ଅଜଣାର ମାୟା, ନିର୍ଭର ଭରସା। ସେତିକି ତୁମର ସୁଖର ସେଜ। ସେତିକି ଗଲେ କେମିତି କଟିବ ପଥର ଉପରେ ଅନ୍ଧାରୁଆ ଶୀତର ରାତି, ଯେତେବେଳେ ତା'ର ଝିକିମିକି ବି ନଥିବ କାହାର ଦୂର ଗଛ ଉଆଡ଼ରେ ଜୁକୁ ଜୁକୁ ସାନ ନିଆଁ ଅଟାଟେ, ହାଉ ହାଉ ପବନ। ସବୁ ତୁମେ ଜାଣିବାକୁ ଚାହଁ। ସବୁ ଜାଣିଲେ ବଞ୍ଚିବାର ମୋହ ଭାଙ୍ଗିଯିବ। ସବୁ କରିପାରିଲେ ଗଢ଼ିବାର ପୁଞ୍ଜି ଶେଷ ହୋଇଯିବ। ତାପରେ ନିରସ କଠିନ ଦିନଗଣା ଭଲ ଲାଗିବ ତ? ନା ମୋର ପ୍ରିୟ ପିଲାମାନେ, ମୁଁ ଦର୍ତ୍ତନୀ। ଏହିପରି ମୋର ଆପଣା ଗଢ଼ା ସଂସାର ଚାଲିଥାଉ। ସେଠି ସୁଖର ଦୁଃଖର ରଙ୍ଗ ଲାଗୁଥାଉ। ଆଲୁଅ ଅନ୍ଧାର ଛିରିକି ଲାଗିଥାଉ ପାଖ ପାଖ। ନା ପିଲାମାନେ, ମୁଁ ତୁମର ସୁଖ ପାଇଁ ଦାୟୀ। ତୁମେ ନିର୍ବୋଧ, ମୁଁ କହିବି ନାହିଁ। ସମସ୍ତେ ଆଁ କରି ଅନେଇ ରହି ଶୁଣୁଥାନ୍ତି। ବନ୍ଦୀକାରିଆ ଲୋକେ ବଡ଼ ଅସନ୍ତୁଷ୍ଟ ହେଉଯାଉଥାନ୍ତି। କାହିଁକି ତାଙ୍କର ପ୍ରଶ୍ନର ଜବାବ ଆଉ ଏଗୁଡ଼ାକ କ'ଣ ଗୋଳମାଳିଆ କଥା? ସେ ତା ମୁହଁକୁ ଅନାଉଥାନ୍ତି। କେବଳ ଟାଳିଯିବା କଥା ସମସ୍ତେ ଖୁଚ୍ ହେଉଥାନ୍ତି ଏକା ସଳ୍ପୁକନ୍ଦ। ବଡ଼ ନିର୍ବିଷ୍ଟ ମନରେ ଅନେଇ ରହି ସଳ୍ପୁ ବାରମ୍ବାର ମୁଣ୍ଡ ହଲାଉଥାଏ। କେତେ ରାଗର କେତେ ରସ ଛବି ଢେଉ ପରି ଖେଳି ଯାଉଥାଏ ତା'ର ମୁହଁ ଉପରେ। ବେଜୁଣୀକୁ ଅନେଇ ରହି ବାରମ୍ବାର ମୁଣ୍ଡ ହଲେଇ ସଳ୍ପୁ କହୁଥାଏ, ଆହା। ଅଳ୍ପ ଦୂରରେ ଟିକିଏ ଢିପ ଉପରେ ବସି ପାଣ୍ଡ୍ରୁଦେଶାରୀ ଗାଁର ଲୋକଙ୍କ ଉପରେ ତା'ର ଗାଁର ବେଜୁଣୀର ଭାଷଣର ପ୍ରଭାବ ଉଣ୍ଡି ଲାଗିଥାଏ। ସଳ୍ପୁକନ୍ଦର ତତ୍ଗତ ଅବସ୍ଥା ଦେଖି ଆତ୍ମା ପ୍ରସାଦରେ ତା'ର କପାଳ ଓ ଆଖି ଉଜ୍ଜ୍ୱଳ ହୋଇ ଉଠୁଥାଏ। ହାରଗୁଣା ଆଉ ସମ୍ଭାଳି ପାରିଲା ନାହିଁ। ଶୋଭନାକୁ ଜୋରରେ ହଲେଇ ଦେଇ ହାରଗୁଣା କହିଲା, ହାଜୁ, ଅର୍ଥାତ୍ ଯାଅ, ଯିବା। ଆଚ୍ଛା ବାୟା ହାବୁଡ଼େ ପଡ଼ିଲା ମଣିଷ। କ'ଣ ଏଗୁଡ଼ା ବକୁଛି? ଗାଣ୍ଡି ନାହିଁ କି ମୁଣ୍ଡ ନାହିଁ? କେଉଁ କଥାଟା କେଉଁଠି ଯାଇ ଲାଗୁଛି? କ'ଣ ତା'ର ମାନେ? ନହେଲେ କି ମିଛରେ ସକାଳୁ ଭାଲୁମୁହଁ ଦେଖି ଉଠିଛି ମଣିଷ? ହାଜୁ, ବାୟା ଆୟସ୍ନେ, ବାୟା ହୋଇଯାଇଛି ସେ। ଶୋଭନା ହସିଲା, କହିଲା, ପକ୍କା ବାୟାଣୀ ବୁଢ଼ୀ। ଦେବତା ଲାଗିଛି ନା ବାୟା ଲାଗିଛି? ଏଡ଼େ ବେକୁଫ୍! ଏ ଗାଁର ଲୋକେ ଏ ବାୟା ଗପ ଶୁଣିବାକୁ ଏମିତି ହୁଅନ୍ତି? ମିଛରେ ମଣିଷ ଏତେ କଷ୍ଟ କରି ନିସ୍ତା ବାଜେ ଗାଁକୁ ଦୌଡ଼ି ଆସିଥିଲା।
କାଲି ରାତିରେ ଯେଉଁ ମଶା କାମୁଡ଼ା, ଛେ। ହାରଗୁଣା କହିଲା, ଚାଲ ଯିବା, ଆଉ ଡେରି କାହିଁକି? କାଲି ରାତିରେ ହରକତ, ସକାଳୁ ଭାଲୁ, ଦ୍ୱିପହରେ ବାୟାଣୀ, ୟା ପରେ ଆଉ କ'ଣ ଅଛି କେଜାଣି? ଏ ଗାଁରୁ ପଳେଇଲେ ଭଲ। ସୋବେନା କହିଲା, ସତ କଥା, ଏଠି ପାଣି ଅଛି ପିଇବା ପାଇଁ, ପିଇ ହେବ ନାହିଁ। ଫୁଲ ଅଛି, ବାସ୍ନା ନାହିଁ। ମଣିଷ ଅଛନ୍ତି, ବୁଦ୍ଧି ନାହିଁ। ଦେଖ ଦେଖ କେମିତି ଡେଉଁଛି, ପିଲାଏ ଦେଖିଲେ ଭେଟଣା ହେବେ। ପାଟିରେ ସ୍ୱଳ୍ପକନ୍ଧ ବିରକ୍ତ ହୋଇ କହିଲା, ଅନ୍ୟମନସ୍କ ହୋଇ ଦେବତାର ବିରକ୍ତି ମୁଣ୍ଡାଅ ନାହିଁ ପିଲେ। ଶୁଣ ଶୁଣ, କି ସୁନ୍ଦର ଦେଖ। ବୁଢ଼ୀର ନାଟ ତୁ ଦେଖୁଥାଅ ଯା, ଆମର ଦରକାର ନାହିଁ। ନା, ତୁମର ଧାଙ୍ଗଡ଼ି ନାଟ ଦରକାର। ଯ। ତେବେ ଏହିଠାରେ ଶେଷ ହେଲା ଗୋପୀନାଥ ମହାନ୍ତିଙ୍କର ଉପନ୍ୟାସ ଅମୃତର ସନ୍ତାନର ଏହି ଭାଗଟି। ଆଗାମୀ ଅଧ୍ୟାୟରେ ଏ ଉପନ୍ୟାସଟିର ବାକି ଅଂଶଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।